ପିଲାମାନେ ଆଜିର ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ +2 ସେକେଣ୍ଡ ଇୟର MIL ଓଡ଼ିଆର ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା ଏହି ବିଷୟରୁ କେତେଗୁଡ଼ିଏ MCQ ପ୍ରଶ୍ନର ଆଲୋଚନା କରିବା। ଏହା ଲେଖକ ହେଉଛନ୍ତି ଗୋଲକ ବିହାରୀ ଧଳ। ଥାର୍ଡ କ୍ୱାର୍ଟର ଏଣ୍ଡ ଏକ୍ଜାମ ପାଇଁ ଏଇଟି ଏକ ବିଷୟ ଅଟେ ଗଦ୍ୟ ବିଭାଗରୁ। ଆଜି ଆମେ এই বিষয়ରୁ କେତୋଟି MCQ ପ୍ରଶ୍ନର ଆଲୋଚନା କରିବା। ଏଇଟା ଏକ ପ୍ରାକ୍ଟିସ୍ କ୍ଲାସ୍ ଅଟେ। ତାହେଲେ 1 ନମ୍ବରରେ ଦେଖିବା କ'ଣ ଅଛି। ଆଞ୍ଚଳିକ ସଭାର କେଉଁ ବିଷୟକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା? ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ। ଆଞ୍ଚଳିକ ସଭାର କେଉଁ ବିଷୟକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା? ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେବ କୃଷି। ଆଞ୍ଚଳିକ ସଭାର କୃଷି ବିଷୟକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା। 2 ନମ୍ବର ପ୍ରଶ୍ନ, ଶିକ୍ଷାକୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା? ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା? ସଭା ଉପର, ମଧ୍ୟଭାଗ, ସଭା ତଳ, ଅନ୍ୟାନ୍ୟ। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ସଭା ତଳ। ଆଞ୍ଚଳିକ ସଭାରେ କୃଷି ବିଷୟକୁ ରଖାଯାଇଥିଲା, କିନ୍ତୁ ଶିକ୍ଷାକୁ ଜିଲ୍ଲା ପରିଷଦ ସଭାର ସଭା ତଳ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା। 3 ନମ୍ବର ପ୍ରଶ୍ନ, ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ? ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ? ଅପସନ୍ ଗୁଡ଼ିକ ଧର୍ମ, ପୁରାଣ, ଗବେଷଣା, ଯୋଜନା। କେଉଁଠି ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଯୋଜନା। ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ ଯୋଜନା କଥା କହିଲେ ସେ ବୁଝିପାରିବ। ତାହେଲେ ଦେଖିବା 4 ନମ୍ବର ପ୍ରଶ୍ନ, ଲେଖକ ଆଜିକାଲିର ଯୁଗକୁ କେଉଁ ଯୁଗ ବୋଲି କହିଛନ୍ତି? ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ। ଆଜିକାଲିର ଯୁଗକୁ କେଉଁ ଯୁଗ ବୋଲି କହିଛନ୍ତି? କ'ଣ କହିଛନ୍ତି? କହିଛନ୍ତି ଯୋଜନା ଯୁଗ। କ'ଣ? ଯୋଜନା ଯୁଗ। ଲେଖକ ଆଜିକାଲିର ଯୁଗକୁ ଯୋଜନା ଯୁଗ ବୋଲି କହିଛନ୍ତି। 5 ନମ୍ବର ପ୍ରଶ୍ନ, ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି? କେଉଁଥିପାଇଁ? ନିରକ୍ଷରତା ପାଇଁ। ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି। ଉନ୍ନୟନ ବା ଉନ୍ନତି, ଦେଶର ପ୍ରଗତି। ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି? ଅପସନ୍ ଗଲା ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଶିକ୍ଷା ରିପୋର୍ଟ। ଶିକ୍ଷା ରିପୋର୍ଟରେ ସେ କହିଛନ୍ତି। ନେକ୍ସଟ ଦେଖିବା 6 ନମ୍ବର ପ୍ରଶ୍ନ, କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା? କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା? ଆମେ ଜାଣିଛୁ 7ଟି ମହାଦେଶ ରହିଛି। ତାହେଲେ କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା? ଏସିଆ, ୟୁରୋପ, ଆମେରିକା, ଆଫ୍ରିକା। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଏସିଆ। ଏସିଆ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା। ତାପରେ ଦେଖିବା 7 ନମ୍ବର ପ୍ରଶ୍ନ, ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ? ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ? ଆକୁ ଟିକେ ବଡ଼ କରିଦେବା। ଠିକ୍ ଦେଖାଯାଉନି। ଠିକ୍ ଅଛି। 7 ନମ୍ବର
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ? ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନଗର ଉନ୍ନୟନ। କେଉଁଠି ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଶିକ୍ଷା। ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ? ଶିକ୍ଷା। ଶିକ୍ଷାକୁ ସବୁବେଳେ ହତାଦର କରାଯାଏ, ତା ପାଇଁ କିଛି ଯୋଜନା ଫୋଜନା ନଥାଏ, ତାହେଲେ ଆଘାତ ଶିକ୍ଷା ଉପରେ ଆଗେ ପଡ଼େ। 8 ନମ୍ବର ପ୍ରଶ୍ନ, ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ବିଶେଷଜ୍ଞ କହିଲେ ସ୍ପେଶାଲିଷ୍ଟ, ସ୍ପେଶାଲିଷ୍ଟ ମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ଆମେରିକା, ଭାରତ, ଇଂଲଣ୍ଡ, ଜାପାନ। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଭାରତ। 9 ନମ୍ବର ପ୍ରଶ୍ନ, ଭାରତ ବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? ଭାରତ ବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? ଅପସନ୍ ଗଲେ କମିଶନର, ବିଶେଷଜ୍ଞ, ଗବେଷକ, ଶାସକ। ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? କେଉଁମାନେ ସମସ୍ତ ଜିନିଷକୁ କଣ୍ଟ୍ରୋଲ କରନ୍ତି ଭାରତରେ? କ'ଣ ଉତ୍ତର ହେବ? ଉତ୍ତର ହେବ ଶାସକ। ଶାସକମାନେ ସବୁ ଜିନିଷକୁ ନିୟନ୍ତ୍ରଣ କରନ୍ତି, କଣ୍ଟ୍ରୋଲ କରନ୍ତି। ତାପରେ ଦେଖିବା 10 ନମ୍ବର ପ୍ରଶ୍ନ, ବିଶେଷଜ୍ଞମାନଙ୍କୁ ବିଶେଷ ଭାବରେ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। କେଉଁ କାଗଜରେ ଏହା ପ୍ରକାଶ ପାଇଥିଲା? କେଉଁ କାଗଜରେ ବୋଲେ କେଉଁ ଖବର କାଗଜରେ? ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। କେଉଁ କାଗଜରେ ଏହା ପ୍ରକାଶ ପାଇଥିଲା? ସଣ୍ଡେ ଷ୍ଟାଣ୍ଡାର୍ଡ, ଇଲଷ୍ଟ୍ରେଟେଡ୍ ୱିକଲି, ଟେଲିଗ୍ରାଫ, ଟାଇମ୍ସ ଅଫ୍ ଇଣ୍ଡିଆ। କେଉଁ ଖବର କାଗଜରେ ବାହାରିଥିଲା? ଠିକ୍ ଉତ୍ତର ହେବ ସଣ୍ଡେ ଷ୍ଟାଣ୍ଡାର୍ଡ। এইটা ହେବ ଉତ୍ତର ହେବ ସଣ୍ଡେ ଷ୍ଟାଣ୍ଡାର୍ଡ। ତାପରେ ଦେଖିବା 11 ନମ୍ବର ପ୍ରଶ୍ନ କ'ଣ ଅଛି? ଶିକ୍ଷାର କେଉଁ କଥା ନ ରଖିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି? ଶିକ୍ଷାର କେଉଁ କଥା ନ ରଖିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି? ଅଧୋଗତି, ଊର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଅଧୋଗତି। ଅଧୋଗତି ମାନେ ନିମ୍ନକୁ ଗତି, ଯେଉଁଟା ଅଧୋଗତି। 12 ନମ୍ବର ପ୍ରଶ୍ନ, ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି? ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ୍ ବହି। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ ଶିକ୍ଷା ପଦ୍ଧତି। କେଉଁଟା ଉତ୍ତର ହେବ? ଶିକ୍ଷା ପଦ୍ଧତି। ତାପରେ ନେକ୍ସଟ ଦେଖିବା ନେକ୍ସଟ 13 ନମ୍ବର ପ୍ରଶ୍ନ। 13 ନମ୍ବର ପ୍ରଶ୍ନ, ସତ୍ୟ ହୋଇଥିଲେ ସାଂଘାତିକ। ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଉପାଗ୍ରହ ଲେଖା କେଉଁ କାଗଜରେ ପ୍ରକାଶିତ ହୋଇଥିଲା? ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଉପାଗ୍ରହ ଲେଖା ବା ଯେଉଁଟାକୁ କୁହାଯାଏ ଆମର କ'ଣ ମୁଖବନ୍ଧରେ ଯେଉଁ ଲେଖା ଥାଏ, କେଉଁ କାଗଜରେ ଲେଖା ଥିଲା? ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ୱର ସମ୍ବାଦ ବାହିକା। କେଉଁଟା ଠିକ୍ ଉତ୍ତର ହେବ? ଠିକ୍ ଉତ୍ତର ହେବ କଳିଙ୍ଗ। ଏଇଟା କଳିଙ୍ଗରେ ପ୍ରକାଶ ପାଇଥିଲା। ତାପରେ ଦେଖିବା 14 ନମ୍ବର ପ୍ରଶ୍ନ ଦେଖିବା, ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ତାହେଲେ ଅପସନ୍ ହେଲା ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ ଶିକ୍ଷା। ତାହେଲେ ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ଅପସନ୍ ହେଲା ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା।
उचित शिक्षा कोटा ठीक उत्तर हम ठीक उत्तर हम मौलिक चिंता कार स्फुरण हो पार नहीं मौलिक चिंतार स्फुरण हो पार नहीं 15 नंबर प्रश्न देखा आंध्र प्रदेशर छात्रटीए कौन बिकी 10,000 टंका लाभ उठाई थिला बोली कहुई आंध्र प्रदेशर छात्रटीए कौन बिकी 10,000 टंका लाभ उठाई बोली कहुई नोट बही प्रश्नपत्र प्रश्नर उत्तर खाता कलम कोटा ठीक उत्तर हम ठीक उत्तर हम प्रश्नपत्र प्रश्नपत्र बिकी 10,000 टंका लाभ उठाई बोली कहुई तब देखिए 16 नंबर प्रश्न विश्वविद्यालय गोटे परीक्षा पास करिथिबा पिलांक केते भाग विश्वविद्यालय गोटे परीक्षा यूनिवर्सिटी गोटे परीक्षा पास करथिबा गोटे परीक्षा पास करता पिलांक केते भाग अवैध आचरण दंडित होइथिले अवैध आचरण कले माल प्रैक्टिस जोटा कॉपी फपी जो करती 1/3 ये देखिए ऑप्शन टी कला 1/3 2/3 3/3 समुदाय विश्वविद्यालय गोटे परीक्षा पास करता पिलांक केते भाग अवैध आचरण दंडित होते अवैध आचरण कहले मुझे कौटा उत्तर हम 1/3 कौटा हम यहाँ 1/3 1/3 मान 3 भाग भागे अवैध आचरण दंडित होते 17 नंबर प्रश्न हीराकुद बंधरु पानी झरला परी हीराकुद बंधरु पानी झरला परी सारा वर्ष जाक कौन आस्ते आस्ते बाहर छुट्टी तालिका छात्र धर्मघट परीक्षा फल श्रेणी निर्घंट कौटा ठीक उत्तर हम ठीक उत्तर हम परीक्षा फल हीराकुद बंधरु पानी झरला परी सारा वर्ष जाक कौन आस्ते आस्ते बाहर परीक्षा फल बाहर सारा वर्ष सारा परीक्षा फल बाहर थाए विभिन्न क्लास तापर देखिबा 18 नंबर प्रश्न आगे मेट्रिकुलेशन पास करी लोके क्यों काम चलाई दौथिले आगे मेट्रिकुलेशन पास करी अर्थात जड़े मैट्रिक पास करी क्यों काम चलाई दौथिले मजिस्ट्रेट इन्स्पेक्टर तहसीलदार बीडीओ कौटा उत्तर हम ठीक उत्तर हम मजिस्ट्रेट मजिस्ट्रेट काम चलाई दौथिले मैट्रिक पास करी तापर देखिबा 19 नंबर प्रश्न कहार बोध हुए आजिकाली पाठ संगे किसी संपर्क नहीं बोली लेखक कहते कहार बोध हुए आजिकाली पाठ संगे किसी संपर्क नहीं लेखक कहते छात्रर शिक्षकर अक्षरर कॉलेजर कौटा ठीक उत्तर हम ठीक उत्तर हम अक्षरर कहार बोध हुए आजिकाली पाठ संगे किसी संपर्क नहीं कहुए अक्षरर पिलांकर गोटे धारणा अक्षर जेमिति लिखिदेले भी सेटा हला जदि उत्तर ठीक अच्छी मार्क मिल जाव अक्षर सहित पाठर किसी संपर्क नहीं बोली पिलांकर गोटे धारणा जेमती अक्षर लिखले भी उत्तर ठीक लिखले नंबर मिल जाव किंतु गांधी कहते जे आमर हैंडराइटिंग जो भल हैंडराइटिंग जोटा सेटा इम्परफेक्ट एजुकेशन बोली कहते से कहते बैड हैंडराइटिंग इज द साइन ऑफ इम्परफेक्ट एजुकेशन कहते जदि अक्षर भल होनी ताले हेटा संपूर्ण शिक्षा बोली धरा जीवन बोली कहते तेणु अक्षर गल रहा दरकार सीटा लेखक कहते कहार बोध हुए आजिकाली पाठ संगे किसी संपर्क नहीं बोली लेखक कहते अक्षर तापर देखिए 20 नंबर प्रश्न ब्रिटिश माने काहाकू तप करी देखाई ब्रिटिश माने काहाकू तप करी देखाई जापानी शत्रु को ए देशरू घोड़ाउथिले काहाकू तप पर तप बड़ बड़ कमाण बंधुक काहाकू तप परी देखाई तप करी देखाई जापानी शत्रु को
ए देशरू घोड़ाउतिले प्रथम दिखे नड़िया गछ, गुआ गछ, ताल गछ, शाल गछ। क्या देखाई कौटी उत्तर हम? ठीक उत्तर हम ताल गछ। कौन? ताल गछ। ताल गछ को तप करी देखाई जापानी शत्रु के देश घोड़ाउतिले। साहित्य ज्योति यही 20टी प्रश्न अच्छी भल भाव देख एथिरू प्रश्न आसवा संभावना रोची। ठीक अच्छे आज तो अनेक समय गला आज वीडियो को एट रखा। वीडियो केमती लगला कमेंट्स मध्य जनइब। जदि भल लगे लाइक टे कर सांग साथी शेयर कर। आईपरी वीडियो देखा पसंद करुले चैनल को सब्सक्राइब कर। चैनल सब्सक्राइब करने कौन पैसा देवाक पड़े नहीं, संपूर्ण फ्री अटे। फ्री रे पाठ पाइब, ट्यूशन पैसा बंचीज। आउ ट्यूशन पैसा घर काम लगे, निजर भविष्य लगे। तेणु बिना पैसा रे पाठ पाइब। सब्सक्राइब कर सहित बेल आइकन क्लिक करदेव, ताले परवर्ती वीडियो नोटिफिकेशन तुम पाखु सब आगे पहुँच। धन्यवाद। जोटी था भल था सुखरे था। थैंक्स फॉर वाचिंग।